जय श्रीराम जय श्रीराम जय श्रीराम। प्रिय श्रोता बंधु, भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती सही महानायक महान पुरुष श्रीरामंकर गुणगाथा जन्म जीवनी उपरे आधारित श्रीराम चरित मानस। आम्भे माने बालकांडर मिथिला नगरी रे उपस्थित अछो। सही मिथिला नगरी रे हेउछि सीता स्वयंवर। सही सीता स्वयंवर रे कौन कौन हेउछि आपण मानक आगरे संपूर्ण भावे व्याख्या करिछि। आसंतु आगकु जिबा आउ कौन हेउछि संपूर्ण रूपे श्रवण करिबा। रामाय राम भद्राय रामचंद्राय भेदसे रघुनाथाय नाथाय सीताय पतये नमो सीताय पतये नमो सीताय पतये नमो। हरु विधि बेगी जनक जड़ताई मती हमारी आसी देहि सुहाई। बिनु विचार पनु ताजी नर नाहु सिय राम कर करे विबाहु। हे विधाता, जनकंकर मूढ़ता शीघ्र हरि नियंतु एवं तांकु आम बुद्धि परि सुंदर बुद्धि देई दियंतु, जहा फଳରେ कि से बिना विचार रे निजर पण छाड़ी देई रामंक सहित सीतांकर विवाह कराई देवे। जगु भल कही भाओ सबु काहू हठ किन्हे अंतहु रदाहु। यही लालस्य मगन सबु लोगु बरुषाओर जानकी जोगु। सेहीपरि कले संसार तांकु भल बोली कहिबो, कारण समस्तंकु ताहा भल लागिबो। जदि से हट करी बसिबे तेबे परिणाम रे केवल तांक हृदय संतापित हेबो। यही श्यामल सुंदर राम ही जानकींकर योग्य वर हुअन्तु। समस्ते यही गोटिए आकांक्षा रे मग्न होई रही थांती। तब बंदी जनक बोलाए बिरिदाओली कहता चलिया कहनु पूजाई कहूँ पन मोरा चले भाट ही हर सुन थोरा। इतिमध्यरे राजा भाट मानंकु डकाइले। सेमाने बिरुदावली अर्थात वंशर कीर्ति गाई गाई चली आसिले। राजा कहिले, जाई समस्तंकु मोर पण शुणाई दियो। भाट माने अति आनंद रे चलिले। एठारे भाट माने बिरुदावली अर्थात वंशर कीर्ति गाइथिले कोन पई ना आग काल रे राजा मानकर कीर्ति गाइबा पई भाट मानंकु रखा जाइथिला। राजांकर पूर्व पुरुष माने किपरि कीर्ति अर्जन करिथिले कोन करिथिले ताहार गुण कीर्तन से माने करिथांती। सेहा गोटे प्रथा थिला। बोले बंदी वचन बर सुनहु सकल महिपाल पन विदेह कर कहीं हम भुजा उठाई विशाल। भाट माने घोषणा करी चलिले, हे राजा गण शुणंतु, आमे भुज उत्तोलन करी महाराज जनकंकर दृढ़पण घोषणा करी देउछु। नृप भुज बलु विधु सिय धनुराहु गरुव कठोर विदित सब काहू
ରାଓନୁ ବାନୁ ମହାଭଟ୍ଟ ଭାରେ ଦେଖି ସରାସନ ଗଇଁ ସିଧାରେ। ରାଜାମାନଙ୍କର ଭୁଜବଳ ଚନ୍ଦ୍ର ସମାନ, ହେଲେ ଶିବଧନୁ ହେଉଛି ରାହୁ ସମାନ। ସେହି ଧନୁର ଗୁରୁତା ଓ କଠୋରତା ସର୍ବଜନ ବିଦିତ। ବିରାଟ ଯୋଦ୍ଧା ରାବଣ ଓ ବାଣାସୁର ମଧ୍ୟ ସେହି ଧନୁକୁ ଦେଖି ଚୁପଚାପ ପଳାଇ ଯାଇଛନ୍ତି। ଉଠାଇବା ତ ଦୂରର କଥା, ତାକୁ ଛୁଇଁବାକୁ ବି ସେମାନେ ସାହସ କଲେ ନାହିଁ। ଶୋଇ ପୁରାରୀ କୋଦଣ୍ଡୁ କଠୋରା ରାଜ ସମାଜ ଯୁଜୋଇ ତୋରା। ତ୍ରିଭୁବନ ଜୟ ସಮೇତ ବୈଦେହୀ ବିନହି ବିଚାର ବରହି ହଟିତେହି। ଶିବଙ୍କର ସେହି କଠୋର ଧନୁକୁ ଆଜି ଏହି ରାଜସଭାରେ ଯେ ଫିଙ୍ଗି ଦେଇପାରିବେ, ସେ ତ୍ରିଲୋକ ବିଜୟୀ ହେବା ସହିତ ବିଦେହ କୁମାରୀ ଜାନକୀ ତାଙ୍କୁ ଅକୁଣ୍ଠିତ ଚିତ୍ତରେ ଅବଶ୍ୟ ବରଣ କରିବେ। ସୁନିପନ ସକଲ ଭୂପଭିଳାଷେ ଭଟ୍ଟମାନି ଅତିଶୟ ମନ ମାଖେ। ପରିକର ବାନ୍ଧି উঠে অকুলাই চলে ইষ্ট দেবন শিরনাই। ଜନକଙ୍କ ପଣ ଶୁଣି ସବୁ ରାଜା ଲାଳାୟିତ ହୋଇ ଉଠିଲେ। ଯେଉଁମାନଙ୍କର ବୀରତ୍ୱ ଅଭିମାନ ରହିଥିଲା ସେମାନେ ଅଧୀର ହୋଇଗଲେ। ସେମାନେ ଅଣ୍ଟା ଭିଡ଼ି ବ୍ୟାକୁଳ ହୋଇ ଉଠିଲେ ଏବଂ ନିଜ ନିଜର ଇଷ୍ଟଦେବଙ୍କୁ ପ୍ରଣାମ କରି ଧନୁ ପାଖକୁ ଚାଲିଗଲେ। ତମକି ତାକି ତାକି ଶିବ ଧନୁଧରହି ଉଠଇ ନ କୋଟି ଭାନ୍ତି କଲୁ କରହି। ଜିହ୍ନକେ କଛୁ ବିଚାରୁ ମନ ମାହି ଚାପ ସମୀପ ମହିପ ନ ଯାହି। ସେମାନେ ବଡ଼ ଗର୍ବର ସହିତ ଶିବଧନୁକୁ ଚାହୁଁଥାନ୍ତି ଏବଂ ତା ଉପରେ ଦୃଷ୍ଟି ନିବଦ୍ଧ କରି ତାହାକୁ ଧରୁଥାନ୍ତି। ଧନୁ ଉଠାଇବାକୁ ନାନା ଉପାୟ କରି ବଳ ଖଟାଉଥାନ୍ତି, କିନ୍ତୁ ଧନୁ ହୁଙ୍କୁ ନଥାଏ କି ଚଙ୍କୁ ନଥାଏ। ଯେଉଁ ରାଜାମାନଙ୍କର ସାମାନ୍ୟ ବିବେକ ଥିଲା ସେମାନେ ଧନୁ ପାଖକୁ ଆଦୌ ଗଲେ ନାହିଁ। ତମକି ଧରହି ଧନୁ ମୂଢ଼ ନୃପ ଉଠଇ ନ ଚଲାଇଲ ଯାଇ। ମନହୁ ପାଇ ଭଟ୍ଟ ବାହୁବଲୁ ଅଧିକୁ ଅଧିକ ଗରୁଆଇ ଅଧିକୁ ଗରୁଆଇ। ମୂର୍ଖ ରାଜାମାନେ ବୀର ଦର୍ପରେ ଅର୍ଥାତ୍ ଦାନ୍ତ କଡ଼ମଡ଼ କରି ଧନୁକୁ ଧରୁଥାନ୍ତି, କିନ୍ତୁ ତାହାକୁ ଉଠାଇ ନ ପାରି ଲଜ୍ଜିତ ହୋଇ ଫେରି ଯାଉଥାନ୍ତି। ମନେ ହେଉଥାଏ ସତେ ଯେପରି ବୀରମାନଙ୍କର ଭୁଜର ବଳ ପାଇ ସେହି ଧନୁ ବେଳକୁ ବେଳ ଅଧିକରୁ ଅଧିକ ଓଜନିଆ ହୋଇଯାଉଛି। ଭୂପ ସହସ ଦଶ ଏକହି ବାରା ଲଗେ ଉଠାଓ ନଟରଇ ନଟାରା। ଡଗଇ ନ ଶମ୍ଭୁ ସରାସନୁ କୈସେ କାମି ବଚନ ସତୀ ମନୁ ଜୈସେ। ଶେଷରେ 10,000 ରାଜା ମିଶି ଏକାବେଳକେ ଧନୁଟିକୁ ଉଠାଇବାକୁ ଚେଷ୍ଟା କଲେ, ତଥାପି ତାହା ଟଙ୍କିଲା ନାହିଁ କି ଚଙ୍କିଲା ନାହିଁ। କାମୁକ ପୁରୁଷର ଚାଟୁ ବଚନରେ ସତୀ ସ୍ତ୍ରୀର ମନ ଯେପରି ଟଳେ ନାହିଁ, ସେହି ଶିବଧନୁ ସେହିପରି ଟଳିଲା ନାହିଁ। ସବ ନୃପ ଭଏ ଯୋଗୁ ଉପହାସୀ ଜୈସେ ବିନୁ ବିରାଗ ସନ୍ନ୍ୟାସୀ। কিরাতি বিজয় বীরতা ভারি চলে চাপ কর বরব সাহারি। বৈরাগ্য নথিলে সন্ন্যাসী যেপরি উপহাসর পাত্র ହୋଇଥାଏ, ସବୁ ରାଜା ସେହିପରି ଉପହାସର ପାତ୍ର ହୋଇଗଲେ। ଧନୁ ଆଗରେ ନିଜର କୀର୍ତ୍ତି ବିଜୟ ପ୍ରବଳ ବୀରତ୍ୱ ଆଦି ସବୁକିଛି ହରାଇ ଦେଇ ସେମାନେ ଫେରି ଆସିଲେ। ଶ୍ରୀହତ ଭୟେ ହାରି
ଇଠେ ନିଜ ନିଜ ଯାଇ ସମାଜା ନୃପନ ବିଲୋକି ଜନକୁ ଅକୁଲାନେ ବୋଲେ ବଚନ ରସ ଜନୁସାନେ। ନିରାଶ ହୋଇ ରାଜାମାନେ ଶ୍ରୀହୀନ ହୋଇଗଲେ ଏବଂ ଫେରିଯାଇ ନିଜ ନିଜର ସ୍ଥାନରେ ବସି ପଡ଼ିଲେ। ରାଜାମାନଙ୍କୁ ଅସଫଳ ଦେଖି ଜନକ ବ୍ୟାକୁଳ ହୋଇଗଲେ ଏବଂ ସେମାନେ ରାଗିଲା ଭଳି କହିଲେ। ଏଠାରେ ଜନକ ବ୍ୟାକୁଳ ହୋଇଗଲେ, କହିଲେ ମିଥିଳାରେ ହେଉଅଛି ସୀତା ସ୍ୱୟଂବର କେତେ ରାଜା ଧନୁର୍ଦ୍ଧର ବୀର ସମସ୍ତର ଶିବ ଧନୁ ଟେକି ଗୁଣ ନ ପାରନ୍ତି ଦେଇ କ୍ଷତ୍ରି ଶୂନ୍ୟ ହେଲା କିବା ଏ ଭାରତ ଭୂଇଁ। ଜନକ ଭାବିଲେ ସତରେ କ'ଣ ଏହି ଭାରତ ଭୂଇଁ କ୍ଷତ୍ରି ଶୂନ୍ୟ ହୋଇଯାଇଛି? କେହି କ'ଣ ଏହି ଶିବଧନୁକୁ ଟେକି ଗୁଣ ଦେଇ ପାରିବେ ନାହିଁ? ଦୀପ ଦୀପକେ ଭୂପତି ନାନା ଆଏ ସୁନି ହମ ଜପନୁଠାନା ଦେବ ଦନୁଜ ଧରି ମନୁଜ ଶରୀରା ବିପୁଲ ବୀର ଆଏର ନଧୀରା। ମୁଁ ଯେଉଁ ପଣ କରିଥିଲି ତାହା ଶୁଣି ଦୀପ ଦୀପାନ୍ତରରୁ ଅନେକ ରାଜା ଆସିଲେ। ମନୁଷ୍ୟ ଶରୀର ଧରି ଦେବତା ଓ ଦୈତ୍ୟମାନେ ମଧ୍ୟ ଆସିଲେ। ତା ଛଡ଼ା ବହୁ ରଣଧୀର ବୀର ମଧ୍ୟ ଆସିଲେ। କୁଅଁରୀ ମନୋହର ବିଜୟ ବଢ଼ି କିରତି ଅତି କମନୀୟ ପାଓନିହାର ବିରଞ୍ଚି ଜନୁର ଚେଉର ଧନୁ ଦମନୀୟ। କିନ୍ତୁ ମନେ ହେଉଛି ଧନୁ ଭାଙ୍ଗି ଏଭଳି ମନୋହର କନ୍ୟା ବିରାଟ ବିଜୟ ଓ ଅତ୍ୟନ୍ତ ସୁନ୍ଦର କୀର୍ତ୍ତି ଅର୍ଜନ କରିବାର ଯୋଗ୍ୟ ବ୍ୟକ୍ତି ବ୍ରହ୍ମା ଆଦୌ ଗଢ଼ି ନାହାନ୍ତି। ବ୍ରହ୍ମା ଏ ପୃଥିବୀକୁ ମୋ ଜାନକୀଙ୍କ ପାଇଁ ବର ପଠାଇ ନାହାନ୍ତି। ଏପରି ଭାବି ଜନକ ବ୍ୟାକୁଳ ହେବାକୁ ଲାଗିଲେ। ବନ୍ଧୁମାନେ, ଆଜି ପାଇଁ ଏତିକି। ପୁଣି ସାକ୍ଷାତ ହେବ ଆଗାମୀ ଅଧ୍ୟାୟ।